ଯାତ୍ରା ସ୍ୱପ୍ନ ମହଲରେ ନିଯୁକ୍ତି ଥିବା ବା ଚୁକ୍ତିବଦ୍ଧ ଥିବା ଯାତ୍ରା ଦମ୍ପତି ମୁନା ନମିତା ଆଉ ଏକ ଯାତ୍ରା ଦମ୍ପତି ଶୁଭେନ୍ଦୁ ଏବଂ ଟିକିନାକୁ ମାଡ଼ ମାରିବା ଠେଲାପେଲା ଏମିତି ଏକ ଅଭିଯୋଗ ଆସିଥିଲା। ଏ ଅଭିଯୋଗର ସତ୍ୟତା କେତେ? ଆଉ ଏକ କଥା ହେଉଛି ଟିକିନା ଏବଂ ଶୁଭେନ୍ଦୁ ସେହି ସ୍ୱପ୍ନ ମହଲରେ ଅଛନ୍ତି 2025-26 ଯାତ୍ରା ଋତୁ ପାଇଁ ଆଡଭାନ୍ସ ଆଣିଛନ୍ତି, ଯାତ୍ରା ସହିତ ମଧ୍ୟ ଚୁକ୍ତିବଦ୍ଧ ଆଣିଛନ୍ତି। ଅଧାରୁ ଯାତ୍ରା ପାର୍ଟିକୁ ଯାଉନାହାନ୍ତି। ସେ ପଇସା ଫେରେଇବା ଉଚିତ ନା ମାଲିକ ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ଛାଡ଼ କରିବା ଉଚିତ? କ'ଣ ପାଇଁ ଯାତ୍ରା ଯାଉନାହାନ୍ତି ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ମୋ ସହିତ ଅଛନ୍ତି ଯାତ୍ରା ଖଳନାୟକ ଶୁଭେନ୍ଦୁ ଚୌଧୁରୀ। ତାଙ୍କ ସହିତ ଅଧିକ ଆଲୋଚନା କରିବା। ଶୁଭେନ୍ଦୁ ବାବୁ, ଆପଣ 25-26 ପାଇଁ ଚୁକ୍ତିବଦ୍ଧ ଥିଲେ, ଅଧାରୁ ଯାତ୍ରା ପାର୍ଟି ଛାଡ଼ି ପଇସା ତ ନେଇଛନ୍ତି ଆଡଭାନ୍ସ ନେଇছে, ଅଧାରୁ କାହିଁ ଯାତ୍ରା ପାର୍ଟି ଛାଡ଼ି ପଳେଇ ଯାଉଛନ୍ତି? ମାଲିକ ପୁଣି କେମିତି ଯାତ୍ରା ପାର୍ଟି ଚଳେଇବ? ନାଇଁ, ଏଇଟା ତ ଗଣ୍ଡଗୋଳ ମାଲିକ କହିନଥିଲେ କରିବାକୁ। ଯେହେତୁ ଗଣ୍ଡଗୋଳଟା କରିଛି ଯାତ୍ରା ପାର୍ଟିର ମ୍ୟାନେଜର ଯିଏକି ମୁନା ବାବୁ, ତାଙ୍କ ଝିଅ ଭିତରେ ଗଣ୍ଡଗୋଳ ହୁଏ। ପୁରୁଷ ମାନେ ତାতে ଇଣ୍ଟରଫିୟର କରିବାକୁ ଦରକାର ନାହିଁ। ଯେତେବେଳେ ଝିଅମାନେ ପାଟିତୁଣ୍ଡ ହେଉଛନ୍ତି, ମୁଁ ବି ସେଇଠି ଉପସ୍ଥିତ ଥିଲି। ମୁନାର ବାହାରିବାଟା ଠିକ୍ ନୁହେଁ। ମୁଁ ମୁନାକୁ ଅଟକଉଛି। ମୁଁ କହିଲି କ'ଣ ଝଗଡ଼ା ହେଇଥିଲା ସମ୍ପୂର୍ଣ୍ଣ ଭାବରେ କୁହନ୍ତୁ। ସିଏ କ'ଣ କହିଲା ଯେ ନମିତା କ'ଣ କହିଲା ଯେ ମୋ ଗୋଡ଼ ଧରି ତୁ ଚାକିରି କରୁଛୁ ଏ ବର୍ଷ ବି ଟିକିନା ସେଇ କଥା ପଚାର, କ'ଣ ଗୋଡ଼ ଧରି ଚାକିରି କରୁଛୁ ମୋତେ କହ। କାହା ଗୋଡ଼ ଧରି? ମୁଁ ତ ମାଲିକ ଗୋଡ଼ ଧରି ଚାକିରି କରିଥିବି ଯଦି କରିଥିବି, ତୋ ଗୋଡ଼ କ'ଣ ଧରି? ହଁ ଏମିତି କରି ଗୋଡ଼ ତାକୁ ଯୁକ୍ତି ତ କରିବ। ତାଙ୍କ ଭିତରେ ବଢ଼ିଗଲା ପରେ ଆଗେ ନମିତା ଭୁସିକି ଟିକିନାକୁ ବାଡ଼େଇଲା। ଟିକିନା ତା ଚୁଟି ଧରି ଘୋଷା ଘୋଷି ନେଇ ମୁନା ତ ବାହାରିଲା ଟିକିନାକୁ ବାଡ଼େଇବା ପାଇଁ। ମୁଁ ଅଟକଉଛି, ମୋ ଭାଇ ତୁ ଯା ନା, ସେ ଝିଅ ପିଲା ଭିତରେ ଅଛନ୍ତି, ତାଙ୍କ ଭିତରେ ସେ ବୁଝାଉଛି ତୁ କାହିଁକି ବାହାରୁଛୁ? ତୁ ଦୁଇରେ ଗୋଟେ ପରିଚାଳକ, ତୁ ତାକୁ ସମାଧାନ କରିବୁ ନା ତୁ ଗଣ୍ଡଗୋଳଟା କରିବୁ? ମୁଁ ତାକୁ ଅଟକଉଛି ଯେ ମୁନା ତୁ ଯା ନା, ସେ ଯାହା ତାଙ୍କ ଭିତରେ ଝିଅ ପିଲା ଭିତରେ ଅଛନ୍ତି, ଆମେ କାହିଁକି ତା ଯିବା? ମୁଁ ତ ଅଟକଉଛି, ମୁଁ ତ କିଛି କହିଲିନି। ମୁଁ ତ ନମିତାକୁ ହାତ ଉଠଉନି ଯେ ସେ ଟିକିନା ବାଡ଼ଉଛି ବୋଲି। ମୁଁ ଅଟକଉଛି, ମୁନା ତୁ ରହିଯା। ମୁନା ମୋତେ ଦୁଇଥର ଧକ୍କା ମାରିଲା। ଧକ୍କା ମାରିଥିଲେ ମୋ ଗୋଡ଼ଟା ଟିକେ ଖରାପ, ମୁଁ ଟିକେ ଝୁଙ୍କି ହେଇଗଲି। ସେ ଯାଇକି ଟିକିନା ଚୁଟିଟାକୁ ଧରିଲା। ଚୁଟିଟା ଧରିଲା, ତାପରେ ଛଡ଼ାଛଡ଼ି କରିଦେଲେ। ସିଏ ହେଲା 6-7-8 6 ତାରିଖ ଦିନ ଝଗଡ଼ା ହେଇଛି। ନଭେମ୍ବର ମାସ ଏଇ 6 ତାରିଖ ଗଡ଼ ପଳାଶୁଣୀରେ। ତାପରେ ଯୋଉ କମ୍ପ୍ରମାଇଜ ହେଲା, ତାପରେ ଟିକିନା ବାବୁକୁ ଜଣେଇଲା, ବାବୁ ଏମିତି ଘଟଣା ନା। ହଁ ମୁନା ବାଡ଼ି ନଥିବ ସମସ୍ତେ ଦେଖିଛନ୍ତି, କିନ୍ତୁ କହିପାରୁନାହାନ୍ତି କେହି। ସମସ୍ତେ ଜାଣିଛନ୍ତି ବାଡ଼ିଛି ବୋଲି। ଧକ୍କା ମାରିବା ଯାହା, ବାଡ଼େଇବା ସେଇଆ। ସମସ୍ତେ ଦେଖିଛନ୍ତି, ଡ୍ୟାନ୍ସ ପିଲା, ମ୍ୟୁଜିକ୍ ସମସ୍ତେ ଦେଖିଛନ୍ତି, କିନ୍ତୁ ସେ ପରିସ୍ଥିତି ଆଉ ପରିବେଶ ସେ କହିବାକୁ ଭୟ କରୁଛନ୍ତି। କାହିଁକି ନା ଚାକିରି ପ୍ଲସ୍ ଦରମା ଆଉ ପ୍ଲସ୍ ବାବୁ କହିଲେ ଯେ ଯଦି ମୁନା ନମିତା ନ ରୁହନ୍ତି ମୁଁ ଯାତ୍ରା ପାର୍ଟି ବନ୍ଦ କରିଦେବି। ତେଣୁକରି ମୁନା ନମିତା ତାଙ୍କର ମୁଖ୍ୟ ଯେତେବେଳେ ଆମେ ବାଧ୍ୟ, ଯେତେବେଳେ 9-10-11 6-7-8 6 ଗଲା ଗଣ୍ଡଗୋଳଟା, 7-8-9-10-11-12-13-14 15 14 ତାରିଖ ପର୍ଯ୍ୟନ୍ତ 12 ତାରିଖ ପର୍ଯ୍ୟନ୍ତ ଟିକିନା ୱେଟ୍ କଲା। ଯେହେତୁ ତା ଗୋଡ଼ ଯେତେବେଳେ ପେଲାପେଲି କରିଥିଲେ, ତାର ଲିଗାମେଣ୍ଟ ପ୍ରୋବ୍ଲେମ ଥିଲା, ସେ ଚହଲିଗଲା। ତୋ ପାଖରେ ସେ ପେଲି ଦେଲା ମୋ ଲିଗାମେଣ୍ଟଟାକୁ। ମୁଁ ତାକୁ ପେନ୍ କିଲର ଦେଲି। ମୁଁ ପେନ୍ କିଲର ଦେଲି, ବାବୁ ଆସନ୍ତୁ ବୁଝିବେ, ତ ପେନ୍ କିଲର ଖାଇ ରହିଥା। ସେ ରହିଲା। ତାପରେ ବି ସେ କ୍ୟାମ୍ପ କଲା। ବାବୁ କୌଣସି ପ୍ରକାରେ ମାନେ ବୁଝିବାକୁ ଆସିଲେନି। ଆଟଲିଷ୍ଟ ମୋ ଦୃଷ୍ଟିରୁ ବାବୁ ଟିକେ ଆସି ଖାଲି ଏଇଟା କ'ଣ ଏମିତି ଝଗଡ଼ାଝଗଡ଼ି କରୁଛ, ପାର୍ଟିଟା ଚାଲିବ କେମିତି ସେ ଚିନ୍ତା କରନି, ତମ ଭିତରେ ଝଗଡ଼ା ଏତିକି ତ କହିଦେଲେ। ତାଙ୍କ ଭିତରେ ମଣିଷର ଗୋଟା ଇଏ ଅଛି, ସେ ଭିତରେ ମିଳାମିଶା କେତେ ବଡ଼ କେସ୍ ମିଳି ଯାଉନାହାନ୍ତି। ଏଇଟା ବାବୁ ଆସିଲେନି, କ'ଣ କାମ ଥିବ ଯଦି ଆସିନଥିବେ, ସେଇଟା ଛାଡ଼। ତାପରେ ଇଏ ଯେତେବେଳେ ପେଣ୍ଟିଂ ରୁମ୍ରେ ରହେ ବସେ, ସେ କେସ୍ ବସେ। ତାପରେ 6-7-8 ହେଲା, 9-10-11 କଥା କହୁଛି ବସେ। ତାକୁ ସବୁବେଳେ ଦେଖେ ଉର୍ଦ୍ଦଣ୍ଡୀ ସୀତା ହବ, ଏଥର ଉର୍ଦ୍ଦଣ୍ଡୀ ସୀତା ହେବି। ଗୋଟା ବି ପୋଷ୍ଟ କରି ବିଲେଇ ମତେ ରାମ୍ପି ଦେଇଛି, ମୁଁ ଦେଖିଥିବେ। ସେ ତାକୁ ସବୁବେଳେ ଦେଖେଇ ପେଣ୍ଟିଂ ମୋ ପାଖରେ ବସ। ମୁଁ କହୁଛି ତ କାହାରେ ପାଟି ମୋ ପାଖରେ ବସ, ଯାହା କହୁଛୁ କିଛି କୁହନି ନା। ଏତେ କାନ ପାଖରେ ଆସି କହିଲେ କେମିତି ଶୋଇବା? ଯଦି କାନ ପାଖରେ ଉର୍ଦ୍ଦଣ୍ଡୀ ସୀତା ହେବି, ହେ ନାଟ ସମୟରେ
ମାନେ ଯେମିତି ଗୋଟା ଫୁଟବଲ ଖେଳ ହଉଛି ଯେମିତି ଲୋକମାନେ ଏ ବାଡ଼ା ଏ ପିଟ୍ 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 ଯେମିତି ସେଇ ଟାଇପ୍ର ଗୋଟା ତାଙ୍କ ଭିତରେ ଲୋକଙ୍କୁ ସେ ତ ସମସ୍ତେ ତାହାର କାହିଁକିନା ତା ଯେହେତୁ କ୍ଷମତା ତାଙ୍କ ହାତରେ ଅଛି ମ୍ୟାନେଜମେଣ୍ଟ ସବୁ କଳାକାରଙ୍କଠୁ ଆରମ୍ଭ କରି ଟେଣ୍ଟ ହାଉସ୍ ଟୁ ଡ୍ୟାନ୍ସରକୁ ସମସ୍ତେ ହାତରେ ରଖିଛନ୍ତି ଖାଇବା ବି ଠିକ ସେ ଦିଆହବ ଖାଇଲେ ମତେ ଦେଲେନି ତ ମୁଁ ମିନିମମ୍ 3 ମାସ ମତେ ଖାଇବା ପାଇଁକା ଦେବ କେସ୍ ଆପଣ ଜାଣିଥିବେ ଦେବ କେସ୍ ଯୋଉଟା ହେଇଥିଲା ଦେବ କେସ୍ରେ ସମସ୍ତେ ବାଇକ୍ ଦେଲେ ଡ୍ୟାନ୍ସ ପ୍ଲେୟାର ସେମାନେ ପରିସ୍ଥିତିରେ ପଡ଼ି ଦେଇଛନ୍ତି ମୁଁ କିନ୍ତୁ ଦେଲିନି ମୁଁ କହିଲି କାହିଁକି ଦେବିନି ମୁଁ କହିଲି ଯଦି ଆପଣ ମିଡ଼ିଆ ଭାଷା ମାନେ ମୁଁ କହିବି ଯେ ନା ଦେବର ଭୁଲ ଲୋକମାନେ ତ ଭିଡ଼ିଓ ଦେଖୁଛନ୍ତି ମୁଁ କେମିତି କହିବି ଯେ ଏଇଟା ଦେବର ଭୁଲ ସେ ମୁଁ ହଁ ମାନୁଛି ସେ ସିନ୍ ଫେଲ୍ କରି ସେଇଟା ଭୁଲ କିନ୍ତୁ ବାଡ଼େଇବାଟା ମୁଁ କେବେ କହିପାରିବିନି ଯେ ସେଟା ଭୁଲ ସେ ବାଡ଼େଇବାକୁ ଯାଇକି ଲୋକମାନେ ଦେଖୁଛନ୍ତି ଭିଜୁଆଲଟା ମୁଁ କେମିତି ନା ମୋ ମ୍ୟାନେଜର ନବାକୁ କହିଲେ ଭିଡ଼ିଓ ମୁଁ ଦେଖ ଭିଡ଼ିଓଟା ବର୍ତ୍ତମାନ ଭାଇରାଲ ହେଇଛି କିଛି ଦିନ ପରେ ସେଟା ଭେନିସ୍ ହେଇଯିବ ତମେ କାହିଁକି ସେ ଭାଇରାଲ ଲୋକମାନେ ବହୁତ କମେଣ୍ଟ ମୋ ପୁଅକୁ ମନା କରୁଛନ୍ତି ନାଇଁ ବାବା ତମେ ଦିଅନି ବ୍ୟାଡ୍ କମେଣ୍ଟ ଆଉଛି ମୁଁ ସେଇ ଦିନୁ ତାର ଆମ 2 ଜଣଙ୍କୁ ରାଗ ରହିଲା ଏମାନେ କ୍ରିଏଟ କରୁ ସିଏ କଣ ଦେ କଣ ଛୋଟ ପିଲା ଆମେ ତାକୁ ଶିଖେଇ ଦଉ ସିଏ ସିନ୍ ଫେଲ୍ କଲା ଆମେ ତାକୁ କଣ ସିନ୍ ଫେଲ୍ କରିବାକୁ ଆଉ ତା ଦେହରେ କାରଣଟା କଣ ଆଉ ତ କିଛି ନାହିଁ ସିନ୍ ଫେଲ୍ କଲା ଆମେ କହୁ ସିନ୍ ଫେଲ୍ ଆମେ ବାଇକଟା ଦେଲୁ ସେଇଟା କଣ ଆମର ଭୁଲ ଆମ ଇଚ୍ଛା ଆମେ ବାଇକ୍ ଦେଲୁନି ସେଇଟା କଣ ଆମର ଭୁଲ କାହିଁକି ବାଇକ୍ ଦେଲେ ଏମାନେ ହଉଛନ୍ତି ନାଟ କ୍ରିଏଟ କରୁଛନ୍ତି କିନ୍ତୁ ଦେବ ଯୋଉ ଯାତ୍ରା ପାର୍ଟିରୁ ଗଲା ତା ଭିତରେ ସେଇ ପାର୍ଟି ଭିତରେ ଲୋକ ଅଛନ୍ତି ବି ତାକୁ ବିଦା କରିଛନ୍ତି ସିଏ କହିଲା ଆମକୁ ଦେବ ଯଦି ପ୍ରକୃତରେ ତା ମାର ପୁଅ ହେଇଥିବ ଯଦି ପ୍ରକୃତରେ ସେ ମାଠୁ ଜନ୍ମ ହେଇଥିବ ସିଏ ଯଦି ବାଇକ୍ ଶୁଣିକି କହିବ ଯେ ପ୍ରକୃତରେ ତାକୁ କିଏ ପଠେଇଛି ସେ କାହା ସାଙ୍ଗରେ ଯାତ୍ରା ପାର୍ଟିରୁ ଆସିଛି ଦେବ ଯାଇଛି ଆମେ ଜାଣିନୁ ରାତି ଜାଣିନୁ ଦେବ ପଳେଇଛି ଦେବ ଯଦି ଶୁଣୁଥିବ ବାଇକଟା ନିଶ୍ଚୟ ଶୁଣିବ ଯେ ପ୍ରକୃତରେ ଆମେ ବିଦା କରିଛୁ ତାକୁ ସେ ପାର୍ଟି ବର୍ତ୍ତମାନ ଉପସ୍ଥିତ ଥିବେ ଆଉ ତ କେହି ଯାଇନାହାନ୍ତି ସେ ତ ଜେଲରେ ଥିବେ ନା ସିଏ ମାନେ ବିଦା କିଏ ବିଦା ସିଏ ଠିକ କହିବ ତା ସେ ଆମେ କଣ ବାଇକ୍ ଦେବାଟା ଭୁଲ ହେଇଗଲା ବାଇକ୍ ଦେଇଥିଲେ ସୁନା ପିଲା ହେଇଥାନ୍ତୁ ତମର ବାଇକ୍ ନଦେଲେ ଶତ୍ରୁ ହେଇଗଲୁ ସେଇ ଦିନଠୁ ଆମ ପଛରେ ସିଏ ସ୍ୱାମୀ ସ୍ତ୍ରୀ ନାଗିଛନ୍ତି ଆପଣଙ୍କୁ ସୁବିନ୍ଦା ବାବୁ ଆପଣଙ୍କୁ ଯେତେବେଳେ ପେଲା ଠେଲା କଲେ ସ୍ତ୍ରୀ ମାନେ ମହିଳା ଲାଗିଲେ ନମିତା ଲାଗିଲେ ଟିକିନା ଲାଗିଲେ ମୁନା ସୁବେନ୍ଦୁକୁ ବାଡେଇବାର କାରଣ କଣ ମୁଁ ତା ଗୋଟୁ ମୁଁ ବା ତା ସ୍ୱାମୀ ମତେ ବାଡେଇଲା ମୁଁ ଭଗବାନଙ୍କୁ ମୁଁ ସାକ୍ଷୀ ଦେଇ କହିବି ଯେ ମୋର ସେ ଉଦ୍ଦେଶ୍ୟ ନଥିଲା ଯେ ମୁଁ ବାଡାରୁ ମୁଁ ଜୀବନ ଆପଣ ମୋ ଯାତ୍ରା ଇଣ୍ଡଷ୍ଟ୍ରିରେ ପଚାରି ମୁଁ କଣ କରେ ମୋ ନେଚର କଣ ଯାତ୍ରା ଇଣ୍ଡଷ୍ଟ୍ରି ଜାଣିଛନ୍ତି ମୁଁ କାହା ସାଙ୍ଗେ ଝାମେଲା କରେନି କାହା ସାଙ୍ଗେ ପାଟିତୁଣ୍ଡ କରେନି କାହା ସାଙ୍ଗେ କଥାବାର୍ତ୍ତା କରେନି ମୁଁ ନୀରବରେ ବସେ ନାଟ ସରିବ ମୁଁ ଆସିବି ଗୋଟା ଚେୟାରରେ ବସେ ମୋ ନାଟ କରେ ବସେ ସମସ୍ତେ ଜାଣିଛନ୍ତି ଏଇ ସ୍ୱପ୍ନ ବୋଲେ ପଚାରିବେ ସେ କହିବେ ସିଏ ମୁଁ ତାଙ୍କୁ ଅଟକଉଛି ଯେ ସେ ଝିଅ ଭିତରେ ତୁ କାହିଁ ବାହାରୁଛୁ ଏଫଆଇଆର ଦେଲେନି କାହିଁକି ତା ପରଦିନ ତ ଆପଣ ଏଫଆଇଆର ଦେଇଦେବା କଥା ଆପଣ ସ୍ୱାମୀ ସ୍ତ୍ରୀ ସେ ବାଡେଇଛନ୍ତି ଯେତେବେଳେ ଆପଣ ଯାଇକି ଥାନାକୁ ପହଞ୍ଚତେ ବାବୁକୁ ଜଣାନ୍ତେ କାଳିଆ ବାବୁ ପ୍ରମୋଦ ସ୍ୱାଇଁଙ୍କୁ ହଁ ପ୍ରମୋଦ ଆଉ ବାବୁଙ୍କୁ ଜଣାଇଛି କିନ୍ତୁ ଏଫଆଇଆର ଦେଲୁନି ତା ପରଦିନ ହିଁ ଜଣେଇଛନ୍ତି ନା ହଁ ରାତିରେ ସରିଲା ସକାଳ ତ ବାବୁ ଶୋଇଦେବେ ନା ସକାଳ ଜଣେଇଲୁ ଆମେ ଏଫଆଇଆରଟା ଏଇଥିପାଇଁ ଦେଲୁନି ଯେ କେତେଜଣ ଗୁରୁଜନ ଲୋକଙ୍କୁ ଆମେ ପଚାରିଲୁ ଆଉ କେତେଜଣ କହିଛନ୍ତି ଏଫଆଇଆରଟା ଦେଇଦିଅ ଆମେ ଏଫଆଇଆରଟା ଏଇଥିପାଇଁ ବାବୁଙ୍କ ଗୋଟେ ପ୍ରେଷ୍ଟିଜ୍ ଅଛି ପାର୍ଟିର ପ୍ରେଷ୍ଟିଜ୍ ଅଛି ଦୁଇଟି ପାର୍ଟି ଥରେ ଗୋଟାଏ ବ୍ଲେମ୍ ହେଇଯାଇଥିଲା ଦେବ କେସ୍ରେ ସେ କହିଲା କଣ କରିବା ମୁଁ ଦେଖେ ଯାହାହେଲେ ବାବୁଙ୍କ ଗୋଟେ ପ୍ରେଷ୍ଟିଜ୍ ଅଛି ଯାହାହେଲେ ଗୋଟାଏ କେସ୍ରେ ବାବୁ ଟିକେ ମର୍ମାହତ ହେଇଛନ୍ତି ଏଇଟା ଦେନି ତୁ କେସ୍ଟା ରଖିଲା ବାବୁ ବୁଝିବେ ବ୍ୟସ୍ତ ହନା ବାବୁ ବୁଝିଲେନି ବାଧ୍ୟ ହେଇକି ଆମେ ପଳେଇ ଆସନ୍ତି ଆମକୁ ସେ କୌଣସି ପ୍ରକାର ରଖେଇଦେଲେନି ସେ ମାନସିକ ନିର୍ଯାତନା ବହୁତ ଆଜ୍ଞା ମୁଁ 2 ଦିନ ଯାତ୍ରା କରୁଛି ମାନେ ଯେମିତି ମୁଁ ପୁରା ଭଡ଼ାଟିଆ ଯାଇଛି ମୁଁ ସେମିତି ବଇଛି ଯାତ୍ରା କରିକି ଆସିଲି ଆଉ ଛୋଟ କଥା ଆଜ୍ଞା କହିବା କଥା ନୁହେଁ ମୁଁ ଆର ଭାଇରେ କହିଛି ମତେ ସେ କଦଳୀ ମୁଁ ଏପର୍ଯ୍ୟନ୍ତ ମୋ ଗାଡିରେ ରଖିଛି ମତେ ମୁଁ ଶୁକ୍ରବାର ଖାଏନି ଚୁଡ଼ା କଦଳୀ ମୁଁ ଫୋନ କଲା ପରେ କହିଲେ ନାଇଁ ତମେ ତ ଖାଅନି ମୁଁ ହଁ ମୁଁ ଜାଣିଛି ତମେ ଖାଅନି ମୁଁ କାହିଁକି ତମ ମେସ୍ରୁ ଆସେନି ଶୁକ୍ରବାର ସେଇଟା ବି ତମେ ଜାଣିଛ ଟିକିନା ଥିଲା ବୋଲି ଆସେନି କାହିଁକି ନା ସେ ମତେ ଖାଇବାଟା କରିକି ଦେଇଦିଏ ମୁଁ ଯେତେ ସିଏ ନାହିଁ ମୁଁ ଏକୁଟିଆଟା ଆସି ଯାତ୍ରା କରୁଛି ତମେ ଜାଣିଛ ତମ ମ୍ୟାନେଜର ହିସାବରେ ତ ପଚାରିବା କଥା ସୁବେନ୍ଦୁ ଏକା ଖାଇଲା ନାହିଁ ଶୁକ୍ରବାର ତମେ ତ ମ୍ୟାନେଜର ପଚାରିଲ ମୁଁ ଓଲଟି ଫୋନ କଲି କଣ ନା ଶୁକ୍ରବାର କିଛି ଖାଆନ୍ତି ନାଇଁ ମୁଁ ଶୁକ୍ରବାର ମେସ୍ରୁ କିଛି ଖାଏନି ଆମେ ଟିକିନା ଥିଲାବେଳେ ରୋଷେଇ ବାପେଷ କରି ଖାଇଦେଉ ମୁଁ ଯେତେବେଳେ ଏକୁଟିଆ ଗଲି 2 ଦିନ ଯାତ୍ରା କରିବାକୁ ଶୁକ୍ରବାର କଣ କି ସନ୍ତୋଷୀ ମାଂସ
ଖଟା ଫଟା କିଛି ନା ମୁଁ ଚୂଡ଼ା କଦଳୀ ମତେ ପଠେଇଲେ କଞ୍ଚା କଦଳୀ ମାନେ କଦଳୀ ଏଡ଼ିକି ଏଡ଼ିକି ଏବେ ବି ଅଛି ମୋର ଭିଡ଼ିଓ ଫଟୋ ବି ଉଠେଇଛି ଖାଇବା ଯୋଗ୍ୟ କଦଳୀ ନୁହଁ ଚିପିଲେ ଚିପି ହଉନି ପୁରା କଞ୍ଚା କଦଳୀ ମୁଁ ରଖିଛି ଏବେ ଏଇଟା ମ୍ୟାନେଜର ପଠାଉଛନ୍ତି ନା ଖାଇବା ସେ ତ ମୋ ପାଖରେ ପହଞ୍ଚିଲା କିଏ ପଠେ ସେଇଟା ମୁଁ ଆଉ ଜାଣିନି କାହିଁ ମୁଁ କାହା ଦୋଷ ଦେବି ମ୍ୟାନେଜର ଦୋଷ ଦେବି କି ମୁଁ କାହା ଦୋଷ ଦେବି କିନ୍ତୁ ସେ ପିଲା ଆଣି ମତେ ଦେଲା ଯାହାହେଲେ ତାଙ୍କ ତରଫରୁ କିଏ ଦେଇଥିବେ ଆଉ କଞ୍ଚା କଦଳୀ ଦେଲେ ମୁଁ ଆଉ ଖାଇଲିନି ମାନେ ଭାରି ଦୁଃଖ ଲାଗିଲା ମୁଁ କହିଲି ମାନେ ତାକୁ ଆଭଏଡ୍ କରିକି ବାବୁକୁ ବଞ୍ଚେଇବା ପାଇଁକା ସିଏ ସିନା ଗୋଡ଼ ଫ୍ରାକ୍ଚର ସକାଶେ ରହିଗଲା ମୋ ବିବେକ ସକାଶେ ମୋ ସ୍ତ୍ରୀଟା ରହିଗଲା ମୁଁ ରହିଯିବି ମୁଁ ନାଇଁ ଯିବି ଆଜି ବାବୁ ଗୋଟେ ଖରାପ ଯାହାହେଲେ ପଳେଇ ଆସିଲି ଯାତ୍ରା କରିବା ପାଇଁ ତାପରେ ଦେଖ 2 ଦିନ ମୁଁ ଆଉ ଚଳିପାରିଲିନି ଖାଇପାରିଲିନି 2 ଦିନ ମୁଁ ଖାଇନି ମାନେ ଟିକେ ଘରେ ରହିବା ସତ୍ତ୍ୱେ ବି ଆପଣ ଯାଇକି ଆପଣଙ୍କ ପାଠ କଲେ ମୁଁ 2 ଦିନ ପାଠ କଲି ବାବୁଙ୍କୁ କହିଲି ବାବୁ ମୁଁ ଯିବି ଆପଣ ବ୍ୟସ୍ତ ମୁଁ ଯିବି ଗଲା ପରେ ଦେଖିଲି ମୁଁ ମତେ ଇଏ ଚଳେଇ ଦେବେନି ମାନେ ଯେ ମୁଁ କାଲି ଗଲି ପରଦିନ ଯାତ୍ରା କଲି କାଲି ମତେ ସେମିତି କେହି ଚିହ୍ନି ନାହାନ୍ତି ମତେ କେହି ଚିହ୍ନା ସମସ୍ତେ କଥାବାର୍ତ୍ତା ହୁଅନ୍ତି ଚିହ୍ନା ମୁଁ ସେ ଦିନାନ ସାଙ୍ଗରେ ମଝିରେ ଟିକେ ବସିକି ମୋ ପଛେ ସେ ବସିଛନ୍ତି ତ ମୁଁ ଗୋଟେ ଉପରେ ପଡ଼ି କଥା ହୁଏ ସିଏ ବି କଥାବାର୍ତ୍ତା କୁହନ୍ତି ସବୁ ଇନଷ୍ଟ୍ରକ୍ସନ ତାର ଯିଏ ତା ସାଙ୍ଗେ କଥା ହବ ଯିଏ ତାଙ୍କ ସାଙ୍ଗେ କଥା ହବ ତା ଚାକିରିକୁ ଯିବ ନହେଲେ ଦରମା କଟା ହବ ଘୁଚିଯିବ କଟା ହବନି ସେଟା ତ ବାବୁ ଦେବ ସିଏ କଣ କାଟିବ ସେ ଇଏ ବାବୁ ଦେବ ଭଲ ସତ ମିଛ କଣ କହିଦେବେ ବାବୁ ରିଜିଡ୍ ହେଇଯିବେ ହେ ତାକୁ ଘୁଚେଇ ଦିଅ ବାବୁ ସିଏ ଲୋକ କେତେ ଲୋକ 3ଟା ପାର୍ଟି କଥା ବୁଝୁଛନ୍ତି ତାଙ୍କର ଅନ୍ୟ ସଂସ୍ଥା ଅଛି କେତେ କଥା ବୁଝିବେ ତେଣୁକରି ସିଏ ଏମିତି କହିଦେଲେ ତ ସମସ୍ତେ ଡରି ରହୁଛନ୍ତି ସେ ମ୍ୟାନେଜର ସେ ସବୁ ଆପଣ ଘଟଣା ଘଟିଲାଣି 6 ତାରିଖରୁ ଆପଣ ଏଇ କଥାଟା ଏପର୍ଯ୍ୟନ୍ତ ଚାପିକି ରଖିଛନ୍ତି ଯେ କାଳେ ସମାଧାନ ହେଇଯିବ ସମାଧାନ ସକାଶେ ମୁଁ କାଲି 2 ଦିନ ଯାତ୍ରା କରିଲି ମୁଁ କାହିଁକି ଗୋଟେ ପାର୍ଟିର ଇଜ୍ଜତ ନ ଯାଉ ଗୋଟେ ପାର୍ଟି ମାଲିକଙ୍କର ଇଜ୍ଜତ ନ ଯାଉ ମୁଁ ସେଥିପାଇଁ ମୁଁ ମେଡିକାଲରେ ପଢିଲି ମତେ 4 ମାସ ଭିତରେ ସମସ୍ତେ 20 ବର୍ଷ ପିଲା ଛୁଟି ନେଇଛନ୍ତି ସମସ୍ତଠୁ ବୋଧେ ମୁଁ ତାଙ୍କଠୁ ଏଜ୍ ହେବି ମତେ ଲାଗୁଛି ସମସ୍ତଠୁ ଏଜ୍ ମୋର ଛୁଟି ନାହିଁ ବାବୁଙ୍କୁ ବାରମ୍ବାର କହିଲି ବାବୁ ମୋ ଗୋଡ଼ ଟିକେ ପ୍ରୋବ୍ଲେମ ଅଛି ଆପଣ ମତେ ଟିକେ ଛୁଟି ଦିଅନ୍ତୁ ହଁ ମୁଁ ମୁନା କହିଦେଇଛି ସିଏ ତ ମୋର କଥା ଶୁଣିବନି 4 ମାସ ପର୍ଯ୍ୟନ୍ତ ମୁଁ କୌଣସି ଦିନ ଅଫ୍ ନେଇ ନାହିଁ ପରଦିନ 12 ତାରିଖ ବୋଧେ 12 ତାରିଖ ମୁଁ 10 ତାରିଖ ଦିନ ବାବୁଙ୍କୁ ଜଣେଇଲି ତା ପୂର୍ବରୁ ମୋର ଗୋଟେ ସ୍ପାଣ୍ଡାଲାଇଜ ପେନ୍ ହଉଥିଲା ମ୍ୟାନେଜର ଜଣେଇଲି ମୁଁ ଉଠି ପାଇଲିନି ମ୍ୟାନେଜର ଡାକିଲି କେହି ଗଲେ ନାହିଁ ବୋଲେ ଆରେ ଆସ ଟିକେ ମୁଁ ଟିକେ ଉଠି ପାରୁନି ମତେ ଟିକେ ମେଡିକାଲ କେହି ଆଇଲେନି ଏବେ ବି ମୁଁ ରେକର୍ଡିଂ ରଖିଛି ସେ ରେକର୍ଡିଂ ରଖିଛି ତାପରେ ବାଧ୍ୟ ବାବୁ ମୁଁ ଯିବି ଟିକେ MRI କରିଦେବି କଣ କାଳେ ପ୍ରୋବ୍ଲେମ ହଉଛି ମୁଁ ଟିକେ ଦେଖି ମୁଁ ସେଦିନ ଛୁଟି ନେଇକି ଆସିଲି ମୁଁ ଛାଡ଼ିଲି ତାକୁ କୋଉଠି 14ରେ ମୁଁ କହିଲି ତୁ ପଳା ନଖରା ସେ କହିଲା ମୁଁ ଟିକେ ସେ କାନ୍ଦ ମୁହଁରେ କହିଲା ମୁଁ ଟିକେ ଘରକୁ ଯିବି ମୁଁ କାହିଁକି ନା ଗୋଡ଼ଟା କାହିଁ ପ୍ଲେନ୍ ହଉଛି ମୁଁ କହିଲା ଯା ଟିକେ ଦେଖିଦେଇ ପଳେଇ ଆସିବୁ ସିଏ ଦେଖିଲା ସେ କହିଲା ଯେ ମାନେ ମକଚି ଯାଇଛି ଯୋଉ ଲିଗାମଟା ଛିଣ୍ଡି ଯାଇଛି ତ ଖସି ଯାଇଛି ଆଉ ଏ ଯୋଉ ପେଲି ଦେଲା ତାକୁ ଜୋରେ ଗୋଟା ଷ୍ଟ୍ରେନ୍ଥ ଯାହାହେଲେ ପିଲାମାନେ ଗୋଡ଼ ଉପରେ ଷ୍ଟ୍ରେନ୍ଥ ରହିବ ନା ସେ ଗୋଟା ପରେ ମୁଁ କହିଲି ସେ ବାବୁଙ୍କୁ କହିଲା ଯେ ବାବୁ ମୋ ଗୋଡ଼ ଖସି ଯିବିନି ତାପରେ ବାବୁ କହିଲେ ମୁଁ ବାବୁଙ୍କୁ ତାଙ୍କୁ କହିଲି ବାବୁ ମୁଁ ଆଜି ଯାଇପାରିବିନି ମୁଁ ତ ସେ ଛୁଟି ଗୋଟା ଦିନ ମତେ ମ୍ୟାନେଜର କହିଲେ ଆସ ତମେ ମୁଁ କହିଲି ଦେଖ ତମେ ଯଦି ମତେ ଟିକେ ଆଗରୁ କହିଥାନ୍ତ ଯଦି 9ଟା 10ଟା ବେଳକୁ କହିଦେଇଥାନ୍ତ କି 11ଟା ବେଳକୁ କହିଥାନ୍ତ ମୁଁ ସେଇ ହିସାବରେ ମେଡିକାଲ ଆଉ ମୁଁ ମନେ କହିଲି ମୋତେ କହିଥିଲେ ଯେ ତମେ ଏଇନା କହିଲେ ମୁଁ କଣ କରିବି ତ ମେଡିକାଲ ଅଛି ସରୁ 8ଟା MRI ଆପଣ ଜାଣିଥିବେ ମୁଁ କହିଲି 8ଟାରେ ମୁଁ ଦିନ ଯାକ ଶୋଇନି ଗାଡି ଡ୍ରାଇଭିଂ କରିକି ଆଇଛି ଗୋଡ଼ ପଳାଶୁଣି ଏଠିକି ଏ ଯୋଉ ଜିରା ରୋଡରୁ ଏଠିକି ଆଇଛି ମୁଁ ପୁଣି ଏଠୁ ବାଲେଶ୍ୱର ମୁଁ କୌଣସି ପ୍ରକାର ଯାଇପାରିବିନି ବାବୁଙ୍କୁ କହିଲି ବାବୁ ମୁଁ କାଲି ଯିବା ଯାଇପାରିବିନି ବାବୁ ତା ଦିନ ସକାଳ ଆରେ ତମକୁ ତୁ ଗଲନି କଣ କାଲି ମୁଁ କହିଲି ବାବୁ ଆପଣଙ୍କୁ ମନା କରିଥିଲି ମୁଁ ନା ହଁ ମୁଁ କହିଲି ମୁଁ ଆଜି ଯାଉଛି ବ୍ୟସ୍ତ ନା ହଁ ଯା ମୁଁ ଗଲି ଯେମିତି ମୁଁ ଭଡ଼ାଟିଆ କାହାକୁ ଗୋଟେ ଭଡ଼ାଟିଆ ଆଣିଛନ୍ତି ମୁଁ ସେମିତି ବସିଛି ମତେ କେହି କଥାବାର୍ତ୍ତା କଲେ ଏବେ କଣ ନିଷ୍ପତ୍ତି ନେଉଛନ୍ତି ସ୍ୱାମୀ ସ୍ତ୍ରୀ ନିଷ୍ପତ୍ତି କଣ କରିବେ ସେ ତ ମୁନା ମ୍ୟାନେଜମେଣ୍ଟରେ ଆମେ ଆଉ ଚଳିପାରିବୁ ନାହିଁ ମ୍ୟାନେଜମେଣ୍ଟ ସେ ପୁରା ଆଜି ହଁ ବାବୁ କମ୍ପ୍ରମାଇଜ କରିଦେବେ ଆପଣ କହିବା ଅର୍ଥ ମୁନା ନମିତା ରହିଲେ ଟିକିନା ଶୁଭେନ୍ଦୁ ଯିବେ ନାହିଁ ଟିକିନା ଶୁଭେନ୍ଦୁ ରହିଲେ ମୁନା ନମିତା ବି ରହିବେନି ନା ଆମେ ଚାହୁଁ କାହା ଚାକିରି ନେବା ପାଇଁ ମୁନା ନମିତା ସେ ରଖନ୍ତୁ କିନ୍ତୁ ମୁନା ନମିତା ମ୍ୟାନେଜମେଣ୍ଟରେ ଆମେ ରହିପାରିବୁ ନାହିଁ କାହିଁକିନା ପୁଣି ଯିବୁ ପୁଣି ଆଉ ଗୋଟେ କ୍ରିଏଟ କରିବେ ପୁଣି ଆପଣ କହିବେ ହେ କେତେ ତ ତମର ଇଏ ହଉଛି ଗୋଟେ ମାଲିକଟା ମୁଣ୍ଡ ସେ ମାଲିକ ତାଙ୍କ ବିଜନେସ ବୁଝିବେ ନାହିଁ ଯାତ୍ରା ବେଳେ ତମ ଗଣ୍ଡଗୋଳ କଥା ବୁଝିବେ ଆଉ କିନ୍ତୁ ପଇସା ଫେରେଇବେ ଯଦି
ତାଙ୍କ ବିବେକ କହୁଛି ଫେରିବା ପାଇଁକା ଯଦି ଆମକୁ ନାତବାଡ଼ି ବିଦା କରି ମାଡ଼ ନାଟକ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆମେ କମ୍ପ୍ରୋମାଇଜ ନହେଲେ ଆମେ ଯିବୁନି। କମ୍ପ୍ରୋମାଇଜ ପଇସାଟା କେମିତି ଫେରିବ ଆମକୁ? ବାବୁ କଥାଟା ଯଦି ଟିକେ ବୁଝି ଦେଇଥାନ୍ତେ ସମାଧାନ ହେଇଯାଇଥାନ୍ତା। ମ୍ୟାନେଜର ମାନେ ଏବେ ବି ଅପେକ୍ଷା କରିଛନ୍ତି ବାବୁ ଆସିକି ଯଦି ସମାଧାନ କରିଦିଅନ୍ତି କାଳିଆ ବାବୁ ତାହେଲେ ମ୍ୟାନେଜମେଣ୍ଟ ଚେଞ୍ଜ କରିପାରିବେ କି? ପୁଣି ବା କାଲି ନହେଲେ କାଲି। କିନ୍ତୁ ମୁଁ ଆଜି ବି କହୁଛି ନମିତା କୌଣସି ଫରରେ ସେ ରାଜି ହବ ନାହିଁ। ସେ କାହାକୁ ମୁଁ ଭାବୁଛି ବୋଧେ ସୃଷ୍ଟି ସେ କାହାକୁ ଡରେନି। ଅହଙ୍କାର ନା ଭଗବାନ ଜାଣିଥିବେ ଅହଙ୍କାର କି ଇଗୋ ଯେ ମୁଁ ଜାଗା ଫାଗା ଘର ଫର କରିଥିଲି ମୋର ଗୋଟେ ଇଗୋ ହେଇଯାଇଛି ସିଏ ହେଇଥିବ କି ସେ ତା କଥା ସେ କଥା ଆମେ ଜାଣିନୁ। କାହିଁକି ତା କଥା ଆମେ କହିବୁ ସେଇଟା ଠିକ ନୁହେଁ। ସେ କ'ଣ ପାଇଁକା ଗର୍ବ କରୁଛି ଆମେ ତାକୁ କହିବାକୁ ଠିକ ନୁହେଁ। କିନ୍ତୁ ଏତେଟା ଗର୍ବ କରିବା ଠିକ ନୁହେଁ। ମଣିଷକୁ ବ୍ୟବହାର କରିବାଟା ଠିକ। ଭଗବାନ ଆଜି ଦେଖନ୍ତୁ କଳାକାର ସବୁବେଳେ ନମ୍ର ଧୀର ସବୁବେଳେ ହୁଅନ୍ତି। କଳା ସେମାନେ ହସାନ୍ତି କାନ୍ଦନ୍ତି କନ୍ଦାନ୍ତି। କିନ୍ତୁ ଦେଖିଲା ବେଳକୁ ଏବେ ଓଡିଆ ଯାତ୍ରା ଠିକ ନୁହେଁ। ଏଇ ଦେଖୁନାହାନ୍ତି ଏଇ ରିସେଣ୍ଟ ଦିଲ୍ଲୀରେ ଯୋଉ ଆପଣ ବମିଂ ହେଲା ସେ ଯୋଉ ଲୋକମାନେ ଥିଲେ ସେ ଗେଟ୍ ସେ କ'ଣ ଜାଣିଛନ୍ତି ମୁଁ ଆଜି ଏଠି ମରିଯିବି? ତମେ କାହିଁ ଭାବୁଛ ଯେ ମୁଁ ଏଠି ବଞ୍ଚି ରହିବି ବୋଲି? କହୁନ ତମେ ଆମେ କଥାବାର୍ତ୍ତା ହଉଛୁ ଆମେ ଏଇଠି ଜୀବନ ଚାଲିବ କହିପାରିବା କାହିଁକି? ସୁବିଧା ଗୋଟେ କଥା କୁହନ୍ତୁ ଏଇ ଯୋଉ ଓଡିଆ ଯାତ୍ରା ଜଗତ ଗତିଟା କୁଆଡେ? କଳାକାରକୁ ମାଲିକ ବାଡଉଛି ମାଲିକକୁ ପଇସା ଦଉନାହାନ୍ତି। କଳାକାର ବି ମାଲିକଙ୍କ ପଇସା ନେଇକି ଫେରାରେ କିଏ ଗୋଟେ କଳାକାର ଏଠୁ ଟଙ୍କା ନେଇକି ପଳେଇ ଆସୁଛି ସେ ପାଟିକି ପଳଉଛନ୍ତି। ଏଭଳିଆ କାହିଁକି ହଉଛି? ଗୋଟେ ମାନେ ପ୍ରଶାସନ ଠିକ ନାହିଁ। ମାନେ ଯାତ୍ରା ଜଗତର ପ୍ରଶାସନ ଠିକ ଯାତ୍ରା କହିଲେ ଯାତ୍ରା ପ୍ରଶାସନ ଗୋଟେ ଏକତାରେ ନା କଳାକାର ଏକତା ଅଛି ମାଲିକ ମାନେ ଯଦି ମାନଙ୍କର ବି ଏକତା ନାହିଁ। ତାଙ୍କର ସଂଘ କୌଣସି ରେଜିଷ୍ଟର ନା ମୁଁ ଛୋଟ ମନେ ଆପଣ ମାନେ ଖରାପ ଭାବି ପାରନ୍ତି। ମୁଁ ପଦେ କହିବି ମାଲିକ କଳାକାର ଯଦି ଏକାଠି ବସି ଗୋଟା ସଂଗତ କରନ୍ତି ଭାବୁଛି କିଛିଟା ପରିବର୍ତ୍ତନ ହେଇପାରିବ। ମାଲିକ ବା କଳାକାର ମାନଙ୍କୁ କିଣି ନେଇନାହାନ୍ତି ଚାକର। ଆପଣଙ୍କୁ ଏତିକି ଲକ୍ଷ ଟଙ୍କା ଦିଆହେଇଛି ଆପଣ ଚାକର। ସେଇ ନଥିଲେ ସେ କଥାଟା ବୁଝିଥାନ୍ତେ କାହିଁକି? ବୁଝିନଥାନ୍ତି ସେ କଳାକାର ମାନଙ୍କୁ ଏଭଳିଆ ବ୍ୟବହାର କରନ୍ତି ନା। ସେ ଯଦି ହେଇଥାନ୍ତେ ଯଦି ନ ବୁଝିଥାନ୍ତେ ସେ କଥା ମୁଁ କ'ଣ ପାଟି ମୁଁ ଯାଉଛି ବୁଝେ କ'ଣ ଦି ଜଣ ହିରୋଇନ ପାଟିତୁଣ୍ଡ ହେଇଛନ୍ତି ମୁଁ ବୁଝି ଦେଇକି ଆସେ। ଯଦି ନହେଲା ଆରେ ଶୁଣନ୍ତୁ କ'ଣ ହେଇକି ର ଟିକେ ନ ଦେ ନମିତାଟା ନେଇଗଲି ଦି ଜଣକୁ ମୁଁ ଏଠି ବୁଝିବି। ସେ ଦୁଇରେ ମୁଁ ବାବୁ ଦୋଷ ଦଉଛି। ଆଉ ବହୁତ ତାଙ୍କର ଟେନସନ୍। ତିନିଟା ପାର୍ଟି ବୁଝିବେ ତାଙ୍କର ପୁଣି ତ ଅନ୍ୟ ବିଜନେସ୍ ଅଛି। ମୁଁ ମତେ ବାବୁ ଭଲ ଲୋକ କିନ୍ତୁ କ'ଣ ପାଇଁକି ଆଜି ବନ୍ଧା ପଡିଯାଇଛନ୍ତି ବାବୁ? ଆଉ ମୁଁ ଜାଣିପାରୁନି। ନା ବନ୍ଧା ପଡିଯାଇଛନ୍ତି ବାବୁ ନାଇଁ କ'ଣ ପାଇଁକା କହୁନ ଜାଣୁଛନ୍ତି ଭୁଲ କାହିଁ କହିପାରୁନାହାନ୍ତି? କ'ଣ ଗୋଟେ ସିକ୍ରେଟ ରହିଯାଇଥିବ କାହା ପାଖରେ ଦୁର୍ବଳତା କଥା ମୁଁ ଜାଣିନି କାହିଁକି କାହିଁକିନା ସେ ପରୋକ୍ଷରେ ବି କହୁଛନ୍ତି ଭୁଲ କରୁଛି ନମିତାଟା ସାମ୍ନାକୁ ଗୁଣିଗାରି କରିଦେଇଥିବେ କି ମୁଁ ଭଗବାନ ଜାଣନ୍ତି। ମୁଁ ବି କହିପାରୁନି ଗୁଣିଗାରି ବି ଅଛି ହେଇପାରେ। ଏ ବର୍ଷ ଆଉ ଶୁଭେନ୍ଦୁ ଟିକିନାକୁ ଯାତ୍ରା ପେଣ୍ଡାଲରେ ଦର୍ଶକ ଆଉ ଦେଖିପାରିବେ ନାହିଁ। ଯାହା ଦେଖିବେ 26-27 ଭଗବାନ ଯଦି ଚାହିଁବେ ବି ଆମେ ଯାଇପାରୁ। ସେ ଭଗବାନଙ୍କ ଉପରେ ସବୁ ତାରି ନିର୍ଦ୍ଦେଶ ଚାଲିଛି। ଆମେ ସେଠୁ ଆଇଲୁ ସେଇ ଭଗବାନଙ୍କ ନିର୍ଦ୍ଦେଶରେ। ଆପଣ ବାଇକ ଆମ ପାଖରେ ନେଉଛନ୍ତି ସେଇ ଭଗବାନ ନିର୍ଦ୍ଦେଶରେ। ଆମେ ଯଦି ଯାତ୍ରା ପଡି ଯାଉ ସେଇ ଭଗବାନଙ୍କ ନିର୍ଦ୍ଦେଶ। ଶୁଣୁଥିଲେ ଶୁଭେନ୍ଦୁ ଚୌଧୁରୀଙ୍କର ପ୍ରତିକ୍ରିୟା ସବୁ ଭଗବାନଙ୍କ ନିର୍ଦ୍ଦେଶରେ ଚାଲିଛି। ପୁଣି ସେ ଯଦି ଭଗବାନ ଚାହାନ୍ତି ଯାତ୍ରା ପାର୍ଟିରେ ପୁଣି ମଞ୍ଚସ୍ଥ କରିବେ ପୁଣି ହସେଇବେ କନ୍ଦେଇବେ ପୁଣି ଜୋତା ମାଡ଼ ଖାଇବା ପାଇଁ ଶୁଭେନ୍ଦୁ ଚୌଧୁରୀ ପ୍ରସ୍ତୁତ ହେଇକି ରହିବେ। କିନ୍ତୁ ନିଷ୍ପତ୍ତି ନେବେ କିଏ? ନା କାଳିଆ ବାବୁ ଯିଏ ପ୍ରମୋଦ ସ୍ୱାଇଁ ତାଙ୍କ ପାର୍ଟିକି ସେ ଡାକିକି ନେବେ ନା ତାଙ୍କଠୁ ପଇସା ଆଦାୟ କରିବେ? ତାହା ହିଁ ଆଗକୁ ଦେଖିବାର ବାକି ରହିଲା। କ୍ୟାମେରା ପର୍ସନ ବିଭୁ ସାହୁଙ୍କ ସହ ନିରଞ୍ଜନ ରେଡ୍ଡି।